करी कुह गो अच्छा सत्य तुम्हें कहारो ना सत्य करी कुह एमा ए गो कुह कहानारी अच्छा एमा कुह गो कहानारी कुह कहानारी लाज करना सत करी कुहमा तू तो कहारो मा सत करी कुहमा आगो संग होई दुई नारी अच्छा आसियो छोरे चातुरी संग होई दुई नारी आसियो छोरे चातुरी मनर सन्देह खोलिकी कुह अच्छा ए झियो मो मनर सन्देह तुम्हें खोलिकी कुह एमा ए सत्य तुम्हें कहा रोग के जानी नबन विला सत करी कुहमा तू तो कहार सत करी कुहमा तमे नामग्राम न कुह चलिबो मा अच्छा तमर सेटा कोन टिके कुह कोडा जाति जातिटा कोन कुह गो माई पिला एमा गोटे ब्राह्मण समाज को नाटक करियो गयो तुम जातिरे मते परिचय दबोनी मा माई पिला जाति माई पिला हो माई पिला लक्षण कोन तुम बाके अछि किलो की लक्षण बा तमे माई पिला पर देखा जाउचो मुह केबे दर्पण देखिचो नाइलो मामू कहूची तू रहूचु कोठे खाऊचु कोठे बहुचु कोठे शोचु कोठे होचु कोठे का झियो का माइप ए नानी केते लंबा करी नउचु रे पुआ धरी हेडी बाया तू बसिथु हां डाकिले आइबु पचारले कहबु बाजिले उठु तो कथा ताके बुझी पाउन देली मु पचाउची रे हां बडा बुझे वाला गुडा रे बुदु बा तते तोर पछाडु इंद लातुने मारि बुद्धि पळे गुड धर मणिमा मु पचार तुम जाति कोन मते कहो माई पिला जाति नाइलो छियो आउ माई पिला हो ए झियो हां सत्य तमे माई पिला हां हां तो मुह किलो मुहर क्या खाई हां अछिलो तो मुहर सरगटा अछि पिला को देखो हां पिला धरि के आइछो नहीं हमको देखो हां तुमको देखिले मते मिलियो आ मुहर खाया काई तो निशो उठनी
ସେ ଭି ହେଇଯାଇଛୁ ଏମା ଏ ହଁ ମୁଁ ପଚାରୁଛି କଣ ତମେ ମତେ କହୁଛ କଣ କଣ ମୁଁ ପଚାରୁଛି ତମ ଜାତି କଣ ମାଇ ପିଲା ଜାତି କେତେ ପ୍ରକାର ଜାଣିଛ କେତେ ପ୍ରକାର ଜଗତରେ 4 ପ୍ରକାର ଜାତି ଏଇଟା ଅଛନ୍ତି ଜାଣିଛୁ କାଇଁ କଣ କଣ କହିଲ କହିବି କାଇଁ କୁହ ଝିଅ ପିଲା ଝିଅ ପିଲା ମାଇ ପିଲା ମାଇ ପିଲା ମାଇକିନା ଆଉ ଆଲୋ ସେୟା ନାହିଁଲ ଆଉ ଜଗତରେ 4 ପ୍ରକାର ଜାତି ଅଛି ହଁ ଯେତେବେଳେ ସୃଷ୍ଟି ତିଆରି ହେଲା ହଁ ବେଦପତି ବ୍ରହ୍ମାଙ୍କୁ ଆଦେଶ ମିଳିଲା ସୃଷ୍ଟି ତିଆରି କରିବା ଆଚ୍ଛା ସେ 4 ପ୍ରକାର ଜାତି ସୃଷ୍ଟି କଲେ ହଁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କଥା କହୁନି ବା ଆଉ 4 ବର୍ଗର ନାରୀ ରହିବେ 4 ବର୍ଗର ପୁରୁଷ ରହିବେ ରହିବେ କଣ ସେ 4 ବର୍ଗର ନାରୀ ଝିଅ କଣ ୟାକୁ ନେଇ ସୁନ୍ଦର ଭାବରେ ବ୍ୟାସଙ୍କ ଲେଖା ମା ବ୍ରହ୍ମ ବୈବର୍ତ ମତ ଆଚ୍ଛା ବ୍ୟାସ ବ୍ରହ୍ମ ବୈବର୍ତରେ ଭଲ ଭାବରେ ପ୍ରମାଣ କଲେ ମା କଣ ବୋଲି କଣ ବୋଲି କହିଲେ କଣ 4 ବର୍ଗର ନାରୀ କଣ 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 পদ্মিনী চিত্রিণী শঙ্খিনী হস্তিনী 4 জাতি ব্রহ্মবৈবর্তরে ব্যাস ମଣିମା ହଁ ହଁ କବି କଣ ପ୍ରମାଣ କଲେ କଣ ନା 4 ବର୍ଗର ନାରୀ ଝିଅ ହଁ। କଣ 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 ନା ଗୋଟେ ହେଲା ପଦ୍ମିନୀ ଆଚ୍ଛା। ଆଉ ଗୋଟେ ହେଲା ଚିତ୍ରିଣୀ ହଁ, ହଁ। ଆଉ ଗୋଟେ ହେଲା ଶଙ୍ଖିନୀ ହଁ। ଆଉ ଗୋଟେ ହେଲା ହସ୍ତିନୀ ହସ୍ତିନୀ 4 ବର୍ଗର ନାରୀ ରହିଲେ ମା ହଁ। 4 ବର୍ଗର ନାରୀକୁ 4 ବର୍ଗର ପୁରୁଷ ସୃଷ୍ଟି କଲେ ବିଧାତା ଆଚ୍ଛା କଣ ସେ 4 ବର୍ଗର ପୁରୁଷ କଣ ପୁଣି ଲେଖିଲେ ବ୍ୟାସ ସେ ବ୍ରହ୍ମ ବୈବର୍ତରେ କଣ ବୋଲି କଣ ବୋଲି କହିଲେ କଣ କହିଲେ ଶଶକ ମୃଗ ବୃଷସ୍ପ 4 পুরুষ জাতি 4 নারী 4 পুরুষ বিধাতার দিছন্তি ଲକ୍ଷଦେବ ମୋର ପଣ୍ଡିତ ବର୍ଗ 4 ବର୍ଗର ପୁରୁଷ ସୃଷ୍ଟି କଲେ ବିଧାତା ଆଚ୍ଛା ଗୋଟେ ହେଲେ ଶଶକ ଜାତୀୟ ପୁରୁଷ ଗୋଟେ ହେଲେ ମୃଗ ଜାତୀୟ ପୁରୁଷ ଗୋଟେ ହେଲେ ବୃଷ ଜାତୀୟ ପୁରୁଷ ଆଚ୍ଛା। ଗୋଟେ ହେଲେ ଅଶ୍ବ ଜାତୀୟ ପୁରୁଷ ହଁ 4 ବର୍ଗର ନାରୀକୁ 4 ବର୍ଗର ପୁରୁଷ ମା ହଁ ବିଧାତା କଣ କଲେ ଝିଅ କଣ କଲେ ପଦ୍ମିନୀକୁ ନେଇ ମାଗୋ ଶଶକକୁ ଦେଲେ ଚିତ୍ରିଣୀକୁ ନେଇ ମୃଗ ପ୍ରଦାନ କରିଲେ ଶଙ୍ଖିନୀକୁ ନେଇ ମାଗୋ ବୃଷ ହସ୍ତେ ଦେଲେ ହସ୍ତିନୀକୁ ନେଇ ଅଶ୍ବ ପ୍ରଦାନ କରିଲେ 4 ବର୍ଗର ନାରୀକୁ 4 ବର୍ଗର ପୁରୁଷ ସୃଷ୍ଟି କରିଦେଲେ ବିଧାତା ଆଚ୍ଛା ଜାଗତକୁ ବାଣ୍ଟି ଝିଅ ହଁ। ହେଲେ ମଣିମା ହଁ ଗୋଟେ ନାରୀକୁ ଆମେ ଚିହ୍ନିବା କେମିତି କେମିତି ଗୋଟେ ନାରୀ ଯଦି ଭଲ ବା ଖରାପ ଆମେ ଜାଣିବା କେମିତି କେମିତି ଆମେ ତ ସମସ୍ତେ ବ୍ରାହ୍ମଣ ନୁହେଁ ନା। ବ୍ରାହ୍ମଣ ହେଲେ ମଧ୍ୟ ସମସ୍ତେ ପଣ୍ଡିତ ନୁହନ୍ତି ନା ନା ହେଲେ ପଣ୍ଡିତ ବର୍ଗ ମାନେ ଜାଣିପାରିବେ ନା କି କୋଉ ପ୍ରକାର ନାରୀ ପଣ୍ଡିତ ବନ୍ଧୁ ମାନେ ଜାଣିପାରିବେ ହଁ। ସମସ୍ତେ ଜାଣିପାରିବେନି ଝିଅ ନାହିଁ। ହେଲେ ଆମେ ଜାଣିବା କେମିତି କେମିତି ନାରୀ ମାନଙ୍କ ଚାଲିବା ମାନେ ନାରୀ ମାନଙ୍କର ଲକ୍ଷଣ ଚିହ୍ନିବାକୁ ହେଲେ ମା ହଁ କଣ କଣ ଦରକାର ପଡିବ ଜାଣିବା କେମିତି ଗୋଟେ ନାରୀକୁ ଝିଅ କେମିତି ପ୍ରଥମରେ ଗୋଟେ ନାରୀର ଦେହରୁ ଗୋଟେ ବାସନା ଆସିବ ଗନ୍ଧ ଆସେ ବାୟାରେ ଏ ମାଇ ପିଲା ଗୁଡାର ବାସନା ତୁ ଶୁଙ୍ଗିଛୁ କି ରେ ହଁ ଶୁଙ୍ଗିଛୁ ହଁ ଖାଲି ଆଇଁଷିଆ ବାସ୍ନା ହଉଛି ତୁ ବଡ ଭଲ ବାସନା ହଉ ତୁ କୋଉ ମାଇ ପିଲାଟାର ବାସନା କଥା କହୁଛୁ କହିଲୁ ଏଇଟା ଆଉ ସେଇଟା ଟିକେ ଶୁଙ୍ଗିଲୁ ଶୁଙ୍ଗେ ଟିକେ ବଢିଆ ବାସ୍ନା ହଉଛି କଣ ଏ ମଲ୍ଲି ଫୁଲ ଭଳିଆ ମଲ୍ଲି ଫୁଲ ଭଳିଆ ବାସନା ହଉଛି ହଁ। ଏଇଟା ଏଇଟା ଆଇଁଷିଆ ଗନ୍ଧୁଛି ଖାଲି ହଁ ହଁ ଏ ମା ଏ ସୁଙ୍ଗା ବ୍ୟାସଙ୍କ ଲେଖା ସେ ବ୍ରହ୍ମ ବୈବର୍ତ ମତ ତୁ ବ୍ୟାସ ତାହେଲେ ସୁଙ୍ଗା ବ୍ୟାସ କଣ କହିଲେ ମା କଣ କହିଲେ ଆଗ ମା ପଦ୍ମିନୀ ନାରୀଙ୍କ ଦେହ ବାସେ ପଦ୍ମ ପ୍ରାୟ ଚିତ୍ରିଣୀ ନାରୀଙ୍କ ଦେହ କର୍ପୂର ପରାୟ
ଶଙ୍ଖିନୀ ଜାତୀୟ ନାରୀ ମାନଙ୍କର ଦେହ ପଦ୍ମ ପୁଷ୍ପ ପରିବେଷଣା ହବ ହବ ଚିତ୍ରିଣୀ ଜାତୀୟ ନାରୀ ମାନଙ୍କର ଦେହ କର୍ପୂର ପରିବେଷଣା ହବ ଆଚ୍ଛା ଏ ଦିଟା ଭଲ ବୋଲି କବି କହିଲେ ଭଲ ଶଙ୍ଖିନୀ ହସ୍ତିନୀ ମାନେ କେମିତି ବାସନା ହେବା କିପରି ଆଗ ମା ଶଙ୍ଖିନୀ ନାରୀଙ୍କ ଦେହ ବାସେ ଆଇସିଆ ଶଙ୍ଖିନୀ ଜାତୀୟ ନାରୀ ମାନଙ୍କର ଦେହ ଟିକେ ଆଇଁଷିଆ ଆଇଁଷିଆ ବାସନା ହବ ହବ ଏଇଟା ଆଇଁଷା ଭଳିଆ କଞ୍ଚୁ ପରାରେ ହଁ ହଁ ଶଙ୍ଖିନୀ ନାରୀ ମାନଙ୍କ ଦେହ ଆଇଁଷିଆ ବାସନା ହବ ହେଲେ ମଣିମା ହଁ ହସ୍ତିନୀ ମାନଙ୍କର ଦେହ କିପରି ମଦ୍ୟଗନ୍ଧ ଯୁକ୍ତା ମଦ ଶାସ୍ତ୍ର କହିଲା ମଦ ଯେମିତି ଦୁର୍ଗନ୍ଧ ହୁଏନି କେଲେ ଝିଅ ହଁ ଗୋଟେ ପୁରୁଷ ଯଦି ମଦ୍ୟପାନ କରିଥିବ ମୁଖଟା ଯେମିତି ଦୁର୍ଗନ୍ଧ ହବ ହଁ ସେହିପରି ହସ୍ତିନୀ ମାନଙ୍କର ଦେହ ଦୁର୍ଗନ୍ଧମୟ ହବ ହେଲେ ମଣିମା ହଁ ଏଟା ତ କେମିକାଲ ଯୁଗ ଅଛି ହେଇଗଲା ଦେଖ ତମେ ଦେହରେ କେତିକି ମାଠି ହେଇକିରି ଆଇଛ କଣ ତମ ଦେହଟାକୁ ଟିକେ ଦର୍ପଣ ଦେଖିଲେ ତମେ ଜାଣିପାରିବ ଦେଖିଛୁ ହେଲେ ମଣିମା ହଁ ଦେଖ ତମେ ସକାଳୁ ଉଠୁ ଉଠୁ ସାବୁନ ଲଗେଇଲ ସାବୁନ ସାବୁନ ଲଗେଇକିରି ଦେହରୁ ବାସନା କାଢିଲ ତାପରେ ଘରକୁ ଆସିଲ ପାଉଡର ଅତର ଲଗେଇକିରି ବାସନା କାଢିଲ ସେଣ୍ଟ ତ ମାରିଲ ବଡି ସ୍ପ୍ରେ ତ ମାରିଲ ତମର ତ ବାସନା ହେଇଗଲା ଆଉ ଜଣା ପଡିଲାନି ମା ନାଇଁ ହେଲେ ବାସନାର ସିନା ଜଣା ପଡିଲାନି ଲ ଝିଅ ହଁ ଏବେ କେମିତି ଜାଣିବା କେମିତି ନା କେଉଁ ନାରୀ ମାନେ କେମିତି ଗମନ କରନ୍ତି ଚାଲନ୍ତି ନାରୀ ମାନଙ୍କ ଚାଲିକୁ ଦେଖି କବିଙ୍କ ବର୍ଣ୍ଣନା ଆଚ୍ଛା କଣ କହିଲେ କଣ ମୋ ମା ଭଉଣୀ ଗୋ ସର କାଢିଲା ମାତ୍ର ଏଇସିନା ସର କାଢୁଛି ଏଠି ନିଶ୍ଚୟ ହଉଛି ଜାଗା ତୁ ନିଶ୍ଚୟ ପହଁରି ହଉଛୁ ତ ଗୋଡ ହାତ ଏ ମା ଏଇଟା ଆମର ବ୍ରାହ୍ମଣ ସମାଜ ବ୍ରାହ୍ମଣ ମାନେ ଅଛନ୍ତି ମା ଏଠି ଆମର ବନ୍ଧୁବାନ୍ଧବ ଥାଇପାରନ୍ତି ହଁ। ମା ଥିବେ ଏକା ଭଉଣୀ ଥିବେ ଏକା ସମସ୍ତେ। ହେଲେ ନାଟରେ କିଏ ମୋର ମା ଭଉଣୀ ନାହାନ୍ତି ନାଇଁ ମୋ ମା ଲୋ କଣ ହେଲା ରେ ପୁଅ ତୁ ଆମର ବୋଗିଲୋ ମୁଁ ଏକା ତମ ମା ମୋ ମା ଭଉଣୀ ଗୋ ଶୁଣ ନାଇ ମନ ଶୁଣ ନାଇ ମନ ମା ଭଉଣୀ ଗୋ ଶୁଣ ନାଇ ମନ ଶୁଣ ନାଇ ମନ ଶୁଣନ୍ତୁ ଆହେ ମୋର ପଣ୍ଡିତ ଜନ ନାରୀ ମାନଙ୍କର ଚାଲି ଗୋ କରିବା ବର୍ଣ୍ଣନ କେଉଁ ନାରୀ କିପରି କରନ୍ତି ଗମନ ବ୍ରହ୍ମ ବୈବର୍ତ୍ତର ବ୍ୟାସ କରିଲେ ରଚନ ପତ୍ନୀ ନାରୀଙ୍କର ଚାଲିରେ ଶୁଣ ଆଗ ମା ପତ୍ନୀ ନାରୀଙ୍କର ଇଏ ଚାଲିରେ ଶୁଣ ମରାଳ ଗମନି ବୋଲି ଗୋ ପୁରାଣେ ବର୍ଣ୍ଣନ ମରାଳ ବୋଲନ୍ତେ ମା ହଂସ ଟଇ ଝିଅଲୋ ମରାଳ ବୋଲନ୍ତେ ହଂସରେ ଅଟଇ ହଂସ ପରି ନାରୀ ଧୀରି ଧୀରି ଚାଲୁଥା ହଂସର ଚାଲିରେ ପାଦ ଶବ୍ଦ ନାହିଁ ଝିଅଲ ହଂସର ଚାଲିରେ ଗୋ ପାଦ ଶବ୍ଦ ନାହିଁ ଧୀରେ ଧୀରେ ହଂସ ଗମନ କରଇ ମଥା ପତି ନା ଗୋ କରଇ ଗମନ ହଂସ ଯେପରି ମଥା ପତି କରଇ ଗମନ ପତ୍ନୀ ନାରୀ ଗୋ ସେପରି ରେ ଚାଲୁଛନ୍ତି ଜାଣ ଆଗ ମା ପତ୍ନୀ ନାରୀ ଚାଲନ୍ତି ବହନ ଝିଅ
ପଦ୍ମିନୀ ଜାତୀୟ ନାରୀ ମାନଙ୍କର ଚାଲି ହେଲା ମା ମରାଳ ଗମନ ହଁ ହଁ ମରାଳ ବୋଇଲେ ହଂସ ଆଚ୍ଛା ଏମା ହଂସ ଯେମିତି ଧୀରେ 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 ଗମନ କରେ ମଥା ପତି ପତି ଆଚ୍ଛା ଏମା ହଂସର ଚାଲିରେ ଶବ୍ଦ ନାହିଁ ଲୋ ମା ନାଇଁ ଏମା ହଂସର ଚାଲିରେ ଯେମିତି ପାଦର ଶବ୍ଦ ନାହିଁ ହଁ ଯେଉଁ ନାରୀ ଚାଲିବା ସମୟରେ ପାଦର ଶବ୍ଦ ଶୁଭେ ନାହିଁ ମା ଆଚ୍ଛା ଜାଣିମା ତାକୁ ପଦ୍ମିନୀ ଜାତୀୟ ନାରୀ ନାରୀ ଏ ଗୋଟିଏ ନାରୀ ପଦ୍ମିନୀ ବୋଲି ଶାସ୍ତ୍ର ପ୍ରମାଣ କଲା ମା କଲା ପଦ୍ମିନୀ ପରେ ଆସିଲା ଚିତ୍ରିଣୀ ହଁ ଚିତ୍ରିଣୀ ମାନେ କେମିତି ଗମନ କରନ୍ତି କିପରି ନଡ଼ି ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଶୁଣନ୍ତୁ ଆହେ ମୋ ପଣ୍ଡିତ ଜନ ଚିତ୍ରିଣୀ ନାରୀଙ୍କ ଚାଲି କରିବା ବର୍ଣ୍ଣନ ଚିତ୍ରିଣୀ ନାରୀଙ୍କ ଚାଲି ହେ ସୁଜନ ଗଜଗାମିନୀ ବୋଲିଣ ପୁରାଣେ ବର୍ଣ୍ଣନ ଗଜ ବୋଲନ୍ତେ ହସ୍ତି ସେ ଅଟଇ ହସ୍ତି ପରି ଧୀରେ ଧୀରେ ସେ ନାରୀ ଚାଲୁଥାଇ ଚିତ୍ରିଣୀ ବୋଲିଣ ସେ ନାରୀଙ୍କୁ କହି ଆଗମା ଚିତ୍ରିଣୀ ବୋଲିଣ ସେ ନାରୀଙ୍କୁ କହି ଝିଅ ଚିତ୍ରିଣୀ ଜାତୀୟ ନାରୀ ମାନଙ୍କର ଚାଲି ହେଲା ମାଗ ଜଗାମିନୀ ୟାକୁ କହନ୍ତି ଚିତ୍ରିଣୀ ଜାତୀୟ ନାରୀ ଆଚ୍ଛା। ଏମା ଧୀରେ ଧୀରେ ଲହପି 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 ସୁନ୍ଦର ଭାବରେ ଯୋଉ ନାରୀ ମାନେ ଗମନ କରନ୍ତି ପାଦର ଶବ୍ଦ ରହିବନି ମା ନାହିଁ। ଏମା ହସ୍ତି ଏଡେ ବଡ ଜନ୍ତୁ ଲୋ ଝିଅ ହଁ ତାର ଚାଲିର ପାଦର ଶବ୍ଦ ଅଛି ମା ନା ଗଜ ଚାଲିରେ ପାଦର ଶବ୍ଦ ନାହିଁ ଲୋ ଝିଅ ନା ନା ତାକୁ କହନ୍ତି ଚିତ୍ରିଣୀ ଜାତୀୟ ନାରୀ ମା ନାରୀ ହେଲେ ଶଙ୍ଖିନୀ ଏବଂ ହସ୍ତିନୀ କେମିତି ଚାଲନ୍ତି ଲୋ ଝିଅ କେମିତି ଆଗମା ଶଙ୍ଖିନୀ ନାରୀଙ୍କ ଚାଲି ଅଟା ଦମ ଦମ ଶଙ୍ଖିନୀ ଜାତୀୟ ନାରୀ ମାନେ ଦମ 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 ହେଇକି ଚାଲିବେ ଆଉ ହସ୍ତିନୀ ମାନେ କେମିତି ଚାଲନ୍ତି ଝିଅ ନା ହସ୍ତିନୀ ଜାତୀୟ ନାରୀ ମାନେ ଚାଲିବା ସମୟରେ ତାଙ୍କର ବୃଦ୍ଧ ଅଙ୍ଗୁଷ୍ଠି ଫୁଟେ ଯେଉଁ ନାରୀର ବୃଦ୍ଧ ଅଙ୍ଗୁଷ୍ଠି ଫୁଟଇ ହସ୍ତିନୀ ବୋଲି ସେ ନାରୀକୁ ଧରିବ ହେ ଭାଇ ସେମାନେ ହଉଛନ୍ତି ହସ୍ତିନୀ ଜାତୀୟ ନାରୀ ହେଲେ ମଣିମା ଆଜିକାଲି ତ ମାଇ ପିଲା ଗୁଡାକ ଚାଲି ମଧ୍ୟ ପରିବର୍ତ୍ତନ କରିଦେଲେ ଝିଅ ମଣିମା ତମେ ହଉଛ ପୁରୁଷ ବଶ୍ୟ ନାରୀ ମାନେ ପ୍ରାୟତଃ କେବେ ଥିଲା ମା ପୁରୁଷ ନାରୀ ବଶ୍ୟ ଏବେ ନାରୀ ମାନେ ପୁରୁଷ ବଶ୍ୟ ହେଇଗଲେଣି ଝିଅ ହେଲେ ମଣିମା ଏ ଝିଅ ହେଲେ କେତେ ପ୍ରକାର ଏ ଚାଲି ବିଷୟରେ କହିଲି ନାରୀ ମାନଙ୍କର ଖାଲି ରୂପ ଯଦି ବର୍ଣ୍ଣନା କରିବା ଝିଅ ଆମର ତ ରାତି ପାଇଯିବ ଗୋଟେ କଥା କହିବା ତମକୁ ଜାଣିବି କେମିତି ଚାଲିରୁ ମୁଁ ତ ଜାଣିପାରିଲିନି ଚାଲିରୁ ମଧ୍ୟ ଜାଣିପାରିଲିନି ଏବେ କେମିତି ଜାଣିବି ଝିଅ କେମିତି ତାର ଦେଖିଲେ କଣଟା ଦେଖିବି ରେ ମୂର୍ଖ ଆଧାର କାର୍ଡ ଭୋଟ କାର୍ଡ ଏ ମା ଏ ତମର କଣ ଦେଖିବି ଜାଣିଛୁ କଣ ଦେଖିବି ଜାଣିଛୁ ଏ ତମର ମୁଁ କଣ ଦେଖିବି ଜାଣିଛୁ କି ହସୁଛ କଣ ଲ ଚଣ୍ଡୀ ଏଇ ତ କହୁଛି ବୋଲି କଣ ଦେଖିବୁ ହଁ ଦେବୁ ଦେବୁ କହୁ ଦଉନୁ ଏ ମା ଏ ଝିଅ ମୋ ବାଳ ଖାଇଯା ଆଚ୍ଛା ଝିଅ ଏବେ କେମିତି ଜଣା ପଡିବ ମୁଁ ତମର ଦେଖିବି କଣ ଜାଣିଛ ଏବେ ନାରୀ ମାନଙ୍କର କେଶର ବର୍ଣ୍ଣନା କରିବା କାଳିଦାସ ବର୍ଣ୍ଣିତ କାଳିଦାସ କହିଲେ କେଉଁ ନାରୀ ମାନଙ୍କର କେଶ କେମିତି ବା କେଶକୁ ଦେଖିଲେ ନାରୀ ମାନଙ୍କ ଜାତି ଜଣା ପଡିଯିବ ଝିଅ ହେଲେ କେଉଁ ନାରୀର କେଶ କେମିତି ୟାକୁ ନେଇ କବିଙ୍କ ବର୍ଣ୍ଣନା ହେଠି ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ଶୁଣନ୍ତୁ ଆଜ୍ଞା ମୋର ପଣ୍ଡିତ ଜନ ମା ଭଉଣୀ ମାନେ ମୋର ମନ ନେଇ ଶୁଣ ନାରୀଙ୍କର କେଶ ବର୍ଣ୍ଣ
ପରି ଦିଶୋଇ କାଳିଦାସଙ୍କର ଚିତ୍ତ ଶୁଣ ମନ ନେଇ ପଦ୍ମିନୀ ନାରୀଙ୍କର କେଶରେ ରାଣ ଝିଅଲ ପଦ୍ମିନୀ ନାରୀଙ୍କ କେଶ ଏବେ ଜାଣ ভ্রমর কেশী গো পুরাণে বর্ণন আগ মা ভ্রমর কেশী যে পুরাণে বর্ণন ঝিও যেউ নারী কেশ বর্ণ ভ্রমর পরি হইথিব আচ্ছা পদ্মিনী বলি মাগ সেহি নারীକୁ চিহ୍ନିବ ভ্রমর কেশী ভ্রমরর বর্ণ যেମିତି গাঢ় কଳା କେମିତି ଦେଖାଯାଏ কলা কলা ସେହିପରି ନାରୀମାନଙ୍କର କେଶ ଯଦି କଳା ବର୍ଣ୍ଣ ଥିଲା ଜାଣିବ ଏଇଟା ଗୋଟେ ପଦ୍ମିନୀ ଜାତୀୟ ନାରୀ আচ্ছা ହେଲେ ମଣିମା ଏ ମାମୁଁ କଳା ହେଇଥିଲେ ଆଜିକାଲି ଯୋଉ ମେହେନ୍ଦି ଲଗେଇ ରଙ୍ଗ କରିଦେଲେଣି ତୁ ସେମିତି କରିଦେଇଥିବ ତୁ କିନ୍ ଜାଣୁ ଜଣା ପଡୁଛି ତୁ ବସ ମୁଁ তোর କହିଛି ভরিয়া তো চুটি ভরিয়া ଏ ଭାଇ ଦେଖ ଚିତ୍ରିଣୀ ନାରୀଙ୍କର କେଶ ଜାଣୁ ଆଗ ମା ଚିତ୍ରିଣୀ ନାରୀଙ୍କର ଇଏ କେଶ ଜାଣୁ কুঞ্চিত কেশী বলি পুরাণে বর্ণন যেউ নারী কেশব কুঞ্চ কুঞ্চ থাই চিত্রিণী বলি সে নারীଙ୍କୁ কহি খাও খাও ঝিওল চিত্রিণী বলি না সে নারীଙ୍କୁ কহি এ মাই চিত্রিণী জাতীয় নারী যদি হইଥିବ তোমার কেশর বর্ণ কুঞ্চ কুঞ্চ থিব কুঞ্চি দাও কেসি শুন ধরে মূর্খ কুঞ্চিত কেশী ଯେଉଁ ନାରୀ ଗୋଟଇ ଚିତ୍ରିଣୀ ବୋଲି ନ ପୁଣି ସେ ନାରୀଙ୍କୁ କହି এটি বায়া করিয়া ଦିଟା ନାରୀ ଭଲ ବୋଲି କବି କହିଲେ ବା হ্যাঁ ହେଲେ ଯୋଉ ଖରାପ ନାରୀ ଦିଟା ଜଗତରେ ଅଛନ୍ତି ଝିଅ হ্যাঁ হ্যাঁ ତାଙ୍କର କେଶ ବର୍ଣ୍ଣ କେମିତି ମା কিপরি ଏଠି ତାମ୍ରବର୍ଣ୍ଣ ପରିୟାର କେଶ ହୋଇଥିବ ତାମ୍ରବର୍ଣ୍ଣ ପରିୟାର କେଶ ହୋଇଥିବ আরে চিত্রী সংখিনী বলি ন সেই নারীକୁ চিহ୍ନିବ সংখিনী বলি ন সেই କଣଟା ଦେଖୁଛୁ ରେ କଣ କଣ ଦେଖୁଛୁ କଣ ଦେଖୁଛୁ କଣ ନେ ମାମୁଁ ହଁ ଇଏ ଯୋଉ ନାଟକ କରନି କି ରେ ହଁ ହଁ ଆର ଦେଖି ଦେଖି ମୋର ଏଇଠୁ ଆଡେ ହେଇଗଲାଣି କଣ ଏ ଯୋଉ ଅଙ୍ଗି ଭଙ୍ଗି ହାତ ବୁଲା ବୁଲି ଯାକ ହଁ 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 ଆଉ ଗୋଟା କୋଉଟା କେମିତି ପକଉଛି ମୁଁ ଜାଣିପାରୁନି ହଁ, ହଁ, ହଁ। ତା ଗୋଟା କେମିତି ପକେଇବାର ମୁଁ ଯଦି ଜାଣିଦେଲି ହଁ, ହଁ, ହଁ। ତତେ ଆଉ ପିଲା ଅଭାବ ପଡିବ ଦେଖେଇବି କି ତତେ ମାସକୁ 30ଟା ପ୍ରୋଗ୍ରାମ କଲେ ହେଲେ ମୁଁ ଆଉ କାଇଲେ ହବାର ନାହିଁ କି ହାଲି ହବାର ନାହିଁ ବସ ଏଠି ବସ ଆଙ୍କର କାଗଜ ପତ୍ର ଠିକ ନାହିଁ ହଁ କହ ଦଉଦି ସୂର୍ଯ୍ୟ କରୁଛି ବସ ଏଠି ବସ ଏମିତି ଖାଲି ମୁଁ ଦେଖୁଛି ତାର ଏ ମାଇ ଯେଉଁ ନାରୀର କେଶ ପୁଣି ତାମ୍ରବର୍ଣ୍ଣ ଥିବ হ্যাঁ হ্যাঁ ସଂଖିନୀ ବୋଲି ନ ମାଗ ସେ ନାରୀକୁ ଚିହ୍ନିବ আচ্ছা ତାମ୍ରବର୍ଣ୍ଣ ନାରୀ ମାନେ ହଉଛନ୍ତି ସଂଖିନୀ ଜାତୀୟ ନାରୀ হ্যাঁ ଆଉ ହସ୍ତିନୀ ମାନଙ୍କ କେଶ କେମିତି ଥିବ ମା কিপরি ଲମ୍ବା ଲମ୍ବା ବେଣୀ ହସ୍ତିନୀ ବଲିଣ ସେ ନାରୀକୁ ଚିହ୍ନି ଲମ୍ବା ଲମ୍ବା ବେଣୀ ଲକ୍ଷ୍ୟଦେବ ମୋର ପଣ୍ଡିତ ବର୍ଗ ଯେଉଁ ନାରୀର କେଶ ପୁଣି ଲମ୍ବା ହୋଇଥିବ হ্যাঁ ଜାଣିବ ସେଇଟା ଆଜ୍ଞା ହସ୍ତିନୀ ଜାତୀୟ ନାରୀ হস্তিনী ହେଲେ ଲମ୍ବା ବୋଲେ କେତିକି ଲମ୍ବା ମା কেতিকি লম্বা ଏ ପିଚାରୁ ତଳକୁ ଯାର ବେଣୀ ପଡିଥିବ ହସ୍ତିନୀ ବୋଲି ନ ସେଉ ନାରୀକୁ ଚିହ୍ନିବ আচ্ছা
ଗାଣ୍ଡି ବନ୍ଦ ପଡୁଥିବ ଏ ପିଚାରୁ ତଳକୁ ପଡିଥିବ ପିଚା କହିଲେ ସମସ୍ତେ ବୁଝିବେନି ହଁ ହଁ ତୁ ବଡ ବୁଝାଳିଲା ରେ ବୋ ଝିଅଲ हो ସିଏ ହଉଛି ହସ୍ତିନୀ ଜାତୀୟ ନାରୀ अच्छा ଏ ମା ଆମର ଗୋଟେ ଗୀତ ବାହାରିଥିଲା ଜାଣିଛୁ ନା कौन ସେ ହସ୍ତିନୀ ଜାତୀୟ ନାରୀ ମାନଙ୍କର ଗୋଟେ ଗୀତ ଏ ଲମ୍ବା ବେଣୀକି ନେଇକିରି की गीत ମୋ ବେଣୀକୁ ହଲେଇ ଦେଲି ଲୋ ओडिशा तो होली गला ଆହା ମୋ ଅଣ୍ଟାକୁ ହଲେଇ ଦେଲି ଲୋ इंडिया तो होली गला କିଏ ଅଛ କିଏ ଅଛ କିଏ ଅଛ କିଏ ଅଛ ମତେ ରଖିବା ପକେଇ ତାଲାଲୋ ତାଲାଲୋ ବେଣିକି ହଲେଇ ଦେଲି ଲୋ ओडिशा तो होली गला ଏ ମା ଏ हां ପୁଣି କାଳିଦାସ କଣ କହିଲେ ଜାଣିଛୁ कौन कहिले ପଦ୍ମିନୀ ମୁଖ ଶୋଭାଞ୍ଚ କୁଚ ଶୋଭାଞ୍ଚ ଚିତ୍ରିଣୀ ଶଙ୍ଖିନୀ ପାଦ ଶୋଭାଞ୍ଚ କୋଟି ଶୋଭାଞ୍ଚ ହସ୍ତିନୀ କୋଟି ଶୋଭାଞ୍ଚ ହସ୍ତିନୀ ଶ୍ରୀହରି हरि हे श्री हरि उपस्थित मोर पंडित वर्ग कालिदास कौन कहले जानिଛ ना कौन पद्मिनी मुख शोभांच कुच शोभांच चित्रिणी अच्छा शंखिनी पाद शोभांच कोटी शोभांच हस्ते हस्तिनी कालिदास कौन कहले कौन कहिले पद्मिनी जातीय नारी मानकर मुख गुडाक सुंदर दुष्य मुखड़े सुंदर दुष्य अच्छा चित्रिणी जातीय नारी जदि होइतिबो कुच सुंदर दुष्य हां हां शंखिनी जातीय नारी जदि होइतिबो पाद दिरा सुंदर दुष्य अच्छा आ हस्तिनी जातीय नारी जदि होइतिबो कोटीटा बोले अंटाटा सुंदर देखा जिवो अच्छा हेले मणिमा ମାମୁ हां ତୁ ଯୋଉ କହିଲୁ ମୁଁ ସବୁ ଯାହା ବୁଝିଗଲି हां ଯୋଉ କୁଞ୍ଚ କହିଲୁ ସୋରା କୋଉରା ରେ ए जो साड़ी पिनले कुंच पको नांती कि रे सेइडा ସେଇଟା हां धीरबो हेटे भाइया ହଁ तू सबु करिवु ହଁ नारी मानकर पांचुरा जिनिस केबे देखिवु କଣ ଦେଖିବିନି तू सबु देखिवु ହଁ नारी मानकर पांचुरा जिनिस को केबे मत देखिवु କୋଉଟା କୋଉଟା କହନ୍ତି सुनिथा भलेगिरी ହଁ सुनिथा मने रखिवु ହଁ हाँ सुनछु तो कबरी तिलक शैव दरहास तथैव च कुच लोचन पंचयते कामदेव प्रहार कामदेव प्रहार अरे कौन बुझिलु ଷଣ୍ଢ କହିଲା ବୁସବକୁ हैं ଷଣ୍ଢ କହିଲା ବୁସବକୁ हटे देवरे बोझान ଯୋଉ କହିଲୁ କି ରେ ହଁ। କିଛି ମୋର ଭିତରେ ପଇଲାନି अरे मूर्ख शुणी ହଁ कबरी तिलक शैव हाँ। दरहास तथैव च ହଁ कौन बुझिलु ଏମିତି କହିଲେ ହବ କି कुच लोचन पंचयते हाँ। कामदेव प्रहारका ए पांचुरा जिनिस नारी मानकर देखिले कामदेव प्रहार करियो रे पुओ गला माने ଆଉ। कामदेव बाण मारियो ଆଉ ମୁଁ ଗୋଟେ ଦିନ ଦେଖିଥିଲି ଏମିତି ହେଇଛି ନା सुने सुने कौन कौन पांचुरा जिनिस तते अर्थ करी कहूची सुने ହଁ ए झियो कबरी बोले कौन जानिछु कौन ए मा कबरी बोलन तो बेणी अटोई आगो मा कबरी बोलम दे तो बेणी अटोई गो तो बेणी अटोई नारी बेणी रे गो काम कंदर्प दे थाई नारी रो बेणी को देखी देले जानो बायारे नारी कबरी कुरे देखी देले जानो काम प्रहार होइब पुरुष को गुण काम प्रहार होइब पुरुष को गुण ए जो कबरी मध्य रहिला कंदर्प ହଁ नारी मानकर कंदर्प ए बेणी को देखिले कंदर्प बाधा आसे पुरुष को हाँ, हाँ। तेणु नारी मानकर कबरी को देखिबा मना
ହଁ ହଁ ଯଦି ଦେଖିଦେବୁ ପୁଅ କାମାନାଳେ ରକ୍ତ ହୋଇଯିବୁ। ମୁଁ ଦେଖି ଯାଇ ହେଇଯାଇଛି ଆଉ କବରୀ ଆସିଲା, ତାପରେ କଣ ଆସିଲା? କଣ ତିଳକ ଦେଖେ। ଆରେ ଲଲାଟ ପଟଳର ତିଳକ ଜାଣ, ଆରେ ଲଲାଟ ପଟଳର ଇଏ ତିଳକ ଜାଣ, କାମଦେବ ଅଛି ଶୁଣ ହେ ସୁଜଳ, ନାରୀ କପାଳକୁ ଦେଖି ଦେଲେ ଯେ ପୁରୁଷ, କାମବତରେ ଦେଖ କାମ ବସେ ହେବ ବଶୀଭୂତ ସତ, ତିଳକରେ ଅଛି ରେ କନ୍ଦର ପଟି ଜାଣ, କାମ ଧାରିବ ପୁରୁଷକୁ ଦକ୍ଷିଣ, ଆରେ କାମ ଧାରିବଟି ପୁରୁଷକୁ ଦକ୍ଷିଣ। ନାରୀମାନଙ୍କର କପାଳର ତିଳକକୁ କେବେ ଦେଖିବୁ? ଯଦି ଦେଖିଦେବୁ କାମାନାଳେ ରକ୍ତ ହୋଇଯିବୁ। ଆଚ୍ଛା ଆଉ କଣ ଅଛି? କବରୀ ତିଳକ ଶୈବ ଦରହାସ ତଥୈବ ଚ। ହଁ ଆରେ ଭାଇଆ, ଓ ନାରୀ ମାନଙ୍କର ହସଟା କେବେ ଦେଖିଛୁ? ଆରେ ହସ କେତେ ପ୍ରକାର ଜାଣିଛୁ? 7 ପ୍ରକାର। କାହିଁ କଣ କଣ କହିଲୁ କେତେ ପ୍ରକାର ହସ? ଗୋଟେ ହଉଛି ବିଚୁକୁଟିଆ ହସ, ହଁ ହଁ ଆଉ ଗୋଟେ ହଉଛି ମୁଚୁଣ୍ଡିଆ ହସ, ହଁ ହଁ ଆଉ ଗୋଟେ ହଉଛି ସାଉଣ୍ଡଲେସ୍ ହସ, ଆଉ ଗୋଟେ ହଉଛି ରାଜ ହସ, ଆଚ୍ଛା। କପଟିଆ ହସ, ହଁ। ହୁଦ ଖୋଲା ହସ, ହଁ। ମାଟିଆ ହସ, ହଁ। କୁଜି ହସ। ତମ ଘର ହସ। ଗୋଟେ ଗୋଟେ କରି ଦେଖା। କାଇ ବିଚୁକୁଟିଆ ହସଟା? ଆରେ ମୂର୍ଖ, ହସ ହେଲା 6 ପ୍ରକାର। କଣ କଣ ଶୁଣେ? ହଁ। ସ୍ମିତ, ହସିତ, ବହସିତ, ଅବହସିତ, ଅପହସିତ, ଅତି ହସିତ। କିଏ ବୁଝିବନି, ମୁଁ ବୁଝେଇଲେ ବୁଝିଏ। ବିଚୁକୁଟିଆ ହସ ଜାଣିଛୁ? ତୁ ଆଉ ବୁଝା ନା ରେ ଭାଇଆ, ତୁ ବୁଝିଲେ ଲୋକ ବିଜାର ହେବେ। ବିଚାର ହେବେନି ରେ। କାଇଁ କୋଟି କିନ୍ଦିକାର ହସ ବିଚୁକୁଟିଆ ହସ କିନ୍ଦି? ଆଉ ଏଟା ବିଚୁକୁଟିଆ ହସ। ହଁ ଆଉ ଗୋଟେ ମୁଚୁଣ୍ଡିଆ ହସ, ଶୀତ ଦିନ ହେଇଥିବ, ଅଠୁରା ଫାଟି ଯାଇଥିବ, ସମସ୍ତେ ହସିବେ। ଯାହା ଅଠୁରା ଫାଟି ଯାଇଛି ସେ ଆଉ ହସି ପାରିବନି କି ଧୀର ରହିପାରିବନି। ରହ ରହ, ସେମିତି ନାଇଁ ରେ ଭାଇଆ। ମୁଚୁଣ୍ଡିଆ ହସ। ଆରେ ସ୍ମିତ ହସନ୍ତି ଭଗବାନ ବିଷ୍ଣୁ। ସ୍ମିତ ହସ ହେଲା ଭଗବାନ କୃଷ୍ଣଙ୍କର ହେଲା ସ୍ମିତ ହସ। ଦରହାସ ହଉଛି ଦାନ୍ତ ଟିକେ ଟିକେ ଦେଖାଯିବ। ଦରହସ ଦେଖେ 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 ଟିକେ ଦେଖେ ରେ। ଏଟା ସାଉଣ୍ଡଲେସ୍ ହସ, ଏଟା ସାଉଣ୍ଡଲେସ୍ ହସ। ଦରହାସ ହଁ। ନାରୀ ମାନଙ୍କର ଦରହାସକୁ କେବେ ଦେଖିଦଉନି। ହଁ ଦରହାସ ତଥୈବ ଚ। ଦାନ୍ତ ବୋଲେ ଉପର ଦାନ୍ତଟା ଟିକେ ଟିକେ ଦୁଷୁଥିବ, ତଳ ଦାନ୍ତ ଦୁଷିବନି। ତୁ ବୁଝିପାରି ଏଟା କୋଉ ହସଟା? ଏଟା ସାଉଣ୍ଡଲେସ୍ ହସ। ଆଉ ସାଉଣ୍ଡଟା ପଦାକୁ ଯିବନି, ହଁ। ଇଣ୍ଡି ବାଟା ମେଲିକିରି। ଆରେ ସେ ହସରେ ଅଛି କାମ କନ୍ଦର୍ପ। ହଁ ଯଦି ସେ ହସଟାକୁ ଦେଖିଦେବୁ କାମାନାଳେ ରକ୍ତ ହୋଇଯିବୁ। ପୁଣି ଆଉ 2ଟା ରହିଲା, କଣ ଜାଣିଛୁ? କଣ? ଲୋଚନରେ ଅଛନ୍ତି, ଲୋଚନ ବେଲେ ଆଖି। ହଁ ଆଖିରେ ଅଛି ବାବୁରେ କାମଟି କନ୍ଦର୍ପ, ତାକୁ ଦେଖିଲେ ପୁରୁଷ ହୋଇବରେ ବସ। ନାଶ। ତାପରେ ଆସିଲା କୁଚ, କୁଚଦ୍ୱୟ ଉପରେ କନ୍ଦର୍ପର ବାଧା ଆସେ। ଏ 5ଟା ଜିନିଷକୁ ନାରୀର କେବେ ଦେଖିବୁନି। ଗଲା ମୁଁ ଭଲ ଥିଲି ରେ, ଏ 5ଟା ଦେଖିକି ମୁଁ ପୁରା କଣ୍ଡମ ହେଇଗଲିଣି। ସେରେ ହଉ ଆଉ କିଛି କହିନି ରେ। ଏ ଅଧାତ୍ର ସମୟରେ ହଁ ଦାଦା। ଆମ ଅର୍ଜୁନଙ୍କ ନିକଟକୁ ଆଚ୍ଛା। ତମେ କାହିଁକି ଗମନ କରିଛ? ହଁ, ହଁ। ତମର ନାମ କଣ, ତମ ଗ୍ରାମ କଣ, ତମ ଠିକଣା କଣ, ମତେ ଖୋଲିକିରି କହିଦିଅ। ପ୍ରତିହାର ଆହା।